Good morning everyone. Welcome to daily learning. ତ ଆଜି ଆମେ ଏଇ ଭିଡିଓରେ ଜିଓଗ୍ରାଫିର କେତେଟା ଏମସିକ୍ୟୁ ଡିସ୍କସନ କରିବା ପାଇଁ ଯାଉଛନ୍ତି। ତ ଏଟା ଗୋଟେ ଛୋଟ ସେସନ ହବ କାହିଁକି ନା ଏଟାରେ ଯେତିକି ସବୁ ରିଭଲ୍ୟୁସନ ଅଛି ଆଉ କାହା ସହିତ ରିଲେଟ ଅଛି ସେଟାକୁ ଆମେ ଡିସ୍କସନ କରିବା ପାଇଁ ଯାଉଛନ୍ତି। ଏଟା ହଉଛି ଆର କ୍ଲାସ ନମ୍ବର 11। ମୁଁ ୟା ପୂର୍ବରୁ ଜିଓଗ୍ରାଫିର 10ଟା କ୍ଲାସ ଅପଲୋଡ କରିସାରିଛି। ଯଦି ଦେଖିନାହାନ୍ତି ଯାଇକି ଦେଖିନେବେ, ଯୋଉଟା କି ଯେତିକି ସବୁ ଓ ଡବଲ ଏସି ଓ ଟ୍ରିପଲ ଏସି ଏକ୍ସାମ ପାଇଁ ବହୁତ ହେଲ୍ପଫୁଲ ହବ। ତା ପାଇଁ ଯଦି ଓ ଡବଲ ଏସି ସିଜିଏଲ କିମ୍ବା ଓ ଟ୍ରିପଲ ଏସି ପିଓ ପାଇଁ ପ୍ରିପେୟାର ହଉଛନ୍ତି ତାହେଲେ ଭିଡିଓଟି ବହୁତ ହେଲ୍ପଫୁଲ ହବ। ତା ସହିତ ଯଦି ବିଏଡ୍ ପାଇଁ ବି ମଧ୍ୟ ପ୍ରିପେୟାର ହଉଛନ୍ତି ଏ ଭିଡିଓଟି ବହୁତ ହେଲ୍ପଫୁଲ ହବ। ତ ଆମର ଫାର୍ଷ୍ଟ କ୍ୱେଶ୍ଚନ କଣ ଅଛି ଦେଖି ନବା। ଫାର୍ଷ୍ଟ କ୍ୱେଶ୍ଚନ ଅଛି ଗ୍ରୀନ ରିଭଲ୍ୟୁସନ ଇଜ ରିଲେଟେଡ ଟୁ। ଏ ଗ୍ରୀନ ରିଭଲ୍ୟୁସନ ଟା କାହା ସହିତ ରିଲେଟ କରୁଛି ବୋଲି ପଚାରୁଛି। ଇଣ୍ଡଷ୍ଟ୍ରି, ଟ୍ରାନ୍ସପୋର୍ଟ, ଏଗ୍ରିକଲଚର ନା ଟ୍ରେଡ୍? କାହା ସହିତ ଏଟା ରିଲେଟ କରୁଛି? ଏ ଗ୍ରୀନ ରିଭଲ୍ୟୁସନ ଟା ଏଗ୍ରିକଲଚର ସହିତ ରିଲେଟ କରୁଛି। କାହା ସହିତ? ଏଗ୍ରିକଲଚର ସହିତ ଗ୍ରୀନ ରିଭଲ୍ୟୁସନ ଟା ରିଲେଟ କରୁଛି। ଆଉ ଯଦି ପଚାରିବ ଫାଦର ଅଫ ଗ୍ରୀନ ରିଭଲ୍ୟୁସନ କିଏ, ନା MS ସ୍ୱାମୀନାଥନ ହଉଛନ୍ତି କଣ, ନା ଫାଦର ଅଫ ଗ୍ରୀନ ରିଭଲ୍ୟୁସନ। ତ ନେକ୍ସଟ କ୍ୱେଶ୍ଚନ କଣ ଅଛି, ଦ ଫାଦର ଅଫ ଦ ଗ୍ରୀନ ରିଭଲ୍ୟୁସନ ଇନ ଇଣ୍ଡିଆ ଇଜ। ଏ ଯୋଉ ଗ୍ରୀନ ରିଭଲ୍ୟୁସନ ର ଫାଦର କିଏ? ଅପସନ ଅଛି ନର୍ମାନ ବୋଲରୋଗ, MS ସ୍ୱାମୀନାଥନ, ବର୍ଗିସ କୋରିନ ନା ସି ସୁବ୍ରମଣ୍ୟମ। ଏଠି ଉତ୍ତର କୋଉଟା ହବ, ନା MS ସ୍ୱାମୀନାଥନ ହଉଛନ୍ତି ଗ୍ରୀନ ରିଭଲ୍ୟୁସନ ର ଫାଦର। ଯଦି ଗ୍ରୀନ ରିଭଲ୍ୟୁସନ ର ଫାଦର କିଏ ପଚାରୁଛି ତାହେଲେ ଏଟା ହବ କଣ, MS ସ୍ୱାମୀନାଥନ। ଏଟା କାହା ସହିତ ରିଲେଟ କରୁଛି ଗ୍ରୀନ ରିଭଲ୍ୟୁସନ ଟା, ନା ଏଗ୍ରିକଲଚର ସହିତ। ଆଉ ଏ ବର୍ଗିସ କୋରିନ ହଉଛନ୍ତି କାହାର, ନା ହ୍ୱାଇଟ ରିଭଲ୍ୟୁସନ ର ଫାଦର। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା, ହ୍ୱାଇଟ ରିଭଲ୍ୟୁସନ ଇଜ ରିଲେଟେଡ ଟୁ ଡେସ୍। এই ହ୍ୱାଇଟ ରିଭଲ୍ୟୁସନ ଟା କାହା ସହିତ ରିଲେଟ କରୁଛି ବୋଲି ପଚାରୁଛି। ଅପସନ ଅଛି କଟନ ପ୍ରଡକ୍ସନ, ମିଲ୍କ ପ୍ରଡକ୍ସନ, ଫିଶ ପ୍ରଡକ୍ସନ ନା ଅଏଲ ସିଡ୍ ପ୍ରଡକ୍ସନ। ଏଠିକ ଉତ୍ତର କୋଉଟା ହବ, এই ହ୍ୱାଇଟ ରିଭଲ୍ୟୁସନ ଟା ମିଲ୍କ ପ୍ରଡକ୍ସନ ସହିତ ରିଲେଟ କରୁଛି। କାହା ସହିତ? এই ମିଲ୍କ ପ୍ରଡକ୍ସନ ସହିତ ହ୍ୱାଇଟ ରିଭଲ୍ୟୁସନ ଟା କରୁଛି, ରିଲେଟ କରୁଛି। ୟାର ପଚାରିବ ୟା ଫାଦର କିଏ, ନା ଭର୍ଗିସ କୋରିନ ହଉଛନ୍ତି ମିଲ୍କ ଯୋଉ ହ୍ୱାଇଟ ରିଭଲ୍ୟୁସନ ର ଫାଦର। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ, ନା ହୁ ଇଜ ନୋନ୍ ଆଜ ଦ ଫାଦର ଅଫ ଦ ହ୍ୱାଇଟ ରିଭଲ୍ୟୁସନ ଇନ ଇଣ୍ଡିଆ। ଯୋଉ ଇଣ୍ଡିଆର ଯୋଉ ହ୍ୱାଇଟ ରିଭଲ୍ୟୁସନ ହେଇଥିଲା ତାର ଫାଦର କିଏ ବୋଲି ପଚାରୁଛି। ଅପସନ ଅଛି କଣ, ନା MS ସ୍ୱାମୀନାଥନ, ନର୍ମାନ ବୋଲରୋଗ, ଡକ୍ଟର ବର୍ଗିସ କୋରିନ ନା SC ସୁବ୍ରମଣ୍ୟମ। ଏଠି ଉତ୍ତର କୋଉଟା ହବ, ନା ଡକ୍ଟର ବର୍ଗିସ କୋରିନ ହଉଛନ୍ତି କଣ, ହ୍ୱାଇଟ ରିଭଲ୍ୟୁସନ ର ଫାଦର। ଆଉ ହ୍ୱାଇଟ ରିଭଲ୍ୟୁସନ ଟା କାହା ସହିତ ରିଲେଟ କରୁଛି, ଏଇ ମିଲ୍କ ସହିତ ରିଲେଟ କରୁଛି। ନେକ୍ସଟ କ୍ୱେଶ୍ଚନ ଦେଖିବା, ବ୍ଲୁ ରିଭଲ୍ୟୁସନ ଇଜ ରିଲେଟେଡ ଟୁ। ବ୍ଲୁ ରିଭଲ୍ୟୁସନ ଟା କାହା ସହିତ ରିଲେଟ କରୁଛି। ଅପସନ ଅଛି ମିଲ୍କ ପ୍ରଡକ୍ସନ, ଫିଶ ପ୍ରଡକ୍ସନ, କ୍ରପ ପ୍ରଡକ୍ସନ ନା ଅଏଲ ସିଡ୍ ପ୍ରଡକ୍ସନ। ଯଦି ଆମେ ଦେଖିବା ମିଲ୍କ ପ୍ରଡକ୍ସନ ଟା କାହା ସହିତ ରିଲେଟ କରୁଛି, ହ୍ୱାଇଟ ରିଭଲ୍ୟୁସନ ସହିତ। ତାପରେ କ୍ରପ ଏଗ୍ରିକଲଚର ସହିତ କଣ, ନା ଗ୍ରୀନ ରିଭଲ୍ୟୁସନ। ଆଉ ହଉଛି ଅଏଲ ସିଡ୍ ଟା ହଉଛି କାହା ସହିତ, ନା ୟେଲୋ ରିଭଲ୍ୟୁସନ ସହିତ ରିଲେଟ କରୁଛି। ଆଉ ବ୍ଲୁ ରିଭଲ୍ୟୁସନ ସହିତ କିଏ, ନା ଫିଶ। ଯଦି ପଚାରିବ ଫିଶ ଟା କାହା ସହିତ ରିଲେଟ କରୁଛି, ବ୍ଲୁ ରିଭଲ୍ୟୁସନ ବା ବ୍ଲୁ ରିଭଲ୍ୟୁସନ ଟା ଫିଶ ସହିତ ଫିଶ ପ୍ରଡକ୍ସନ ସହିତ ରିଲେଟ କରୁଛି। ନେକ୍ସଟ କ୍ୱେଶ୍ଚନ, ବ୍ଲାକ ରିଭଲ୍ୟୁସନ ଇନ ରିଲେଟେଡ ଟୁ। ସେମିତି ବ୍ଲାକ ରିଭଲ୍ୟୁସନ ଟା କାହା ସହିତ ରିଲେଟ କରୁଛି ବୋଲି ପଚାରୁଛି। ଅପସନ ଅଛି ମିଲ୍କ ପ୍ରଡକ୍ସନ, ଫିଶ ପ୍ରଡକ୍ସନ, ପେଟ୍ରୋଲିୟମ ପ୍ରଡକ୍ସନ ନା କୋଲ ପ୍ରଡକ୍ସନ। ଏଠି ଉତ୍ତର କୋଉଟା ହବ, ନା ପେଟ୍ରୋଲିୟମ ପ୍ରଡକ୍ସନ। କାହା ସହିତ, ନା ବ୍ଲାକ ରିଭଲ୍ୟୁସନ ଟା ପେଟ୍ରୋଲିୟମ ପ୍ରଡକ୍ସନ ସହିତ ରିଲେଟ କରୁଛି। ଆଉ ଯଦି ଆମେ ମିଲ୍କ ଦେଖିବା କାହା ସହିତ, ନା ହ୍ୱାଇଟ ସହିତ। ଆଉ ଫିଶ ଯଦି ଆମେ ଏବେ ହିଁ ଦେଖିଲେ କଣ, ନା ବ୍ଲୁ ରିଭଲ୍ୟୁସନ ସହିତ ଫିଶ ଟା ରିଲେଟ କରୁଛି। ଆଉ ମିଲ୍କ ଟା ହଉଛି କାହା ସହିତ, ନା ହ୍ୱାଇଟ ରିଭଲ୍ୟୁସନ ସହିତ। ଆଉ ବ୍ଲାକ ରିଭଲ୍ୟୁସନ ଟା ରହିଲା ପେଟ୍ରୋଲିୟମ ସହିତ। ନେକ୍ସଟ କ୍ୱେଶ୍ଚନ ଦେଖିବା, ପିଙ୍କ ରିଭଲ୍ୟୁସନ ଇଜ ରିଲେଟେଡ ଟୁ। ପିଙ୍କ ଟା କାହା ସହିତ ରିଲେଟ କରୁଛି। ଅପସନ ଅଛି ମିଲ୍କ ପ୍ରଡକ୍ସନ, ଫିଶ ପ୍ରଡକ୍ସନ, ଓନିଅନ ପ୍ରଡକ୍ସନ ନା ଅଏଲ ସିଡ୍ ପ୍ରଡକ୍ସନ। ଏଠି କୋଉଟା ହବ, ନା ପିଙ୍କ ଟା କାହା ସହିତ, ଏ ଓନିଅନ ସହିତ ସେଟା ରିଲେଟ କରୁଛି। ପିଙ୍କ ପ୍ରଡକ୍ସନ ରିଭଲ୍ୟୁସନ ଟା କାହା ସହିତ, ଓନିଅନ ପ୍ରଡକ୍ସନ ସହିତ ରିଲେଟ କରୁଛି। ଆଉ ଯଦି ମିଲ୍କ ପ୍ରଡକ୍ସନ ଦେଖିବା, ନା ମିଲ୍କ କାହା ସହିତ, ନା ମିଲ୍କ ହ୍ୱାଇଟ ରିଭଲ୍ୟୁସନ ସହିତ। ଫିଶ ହଉଛି ବ୍ଲୁ ରିଭଲ୍ୟୁସନ ସହିତ। ଆଉ ଅଏଲ ସିଡ୍ ହଉଛନ୍ତି ୟେଲୋ ରିଭଲ୍ୟୁସନ ସହିତ। ଆଉ ପିଙ୍କ ହଉଛି କିଏ, ନା ଓନିଅନ। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା, ୟେଲୋ ରିଭଲ୍ୟୁସନ ଇଜ ରିଲେଟେଡ ଟୁ। ୟେଲୋ ଟା କାହା ସହିତ ରିଲେଟ କରୁଛି ବୋଲି ପଚାରୁଛି। ଅପସନ ଅଛି ଅଏଲ ସିଡ୍, ମିଲ୍କ, ଫିଶ ନା ମିଟ୍। ଏଠି ଉତ୍ତର କୋଉଟା ହବ, ନା ଅଏଲ ସିଡ୍। ଅଏଲ ସିଡ୍ ସହିତ କିଏ ରିଲେଟ କରୁଛି, ନା ୟେଲୋ ରିଭଲ୍ୟୁସନ। ୟେଲୋ ରିଭଲ୍ୟୁସନ କାହା ସହିତ, ଅଏଲ ସିଡ୍ ସହିତ। ଆଉ ଆମେ ଏଇଟା ତ ଅଲରେଡି ଡିସ୍କସନ କରିସାରିଲେଣି। ମିଲ୍କ ହଉଛି ହ୍ୱାଇଟ ରିଭଲ୍ୟୁସନ, ଫିଶ ହଉଛି ବ୍ଲୁ ରିଭଲ୍ୟୁସନ ଆଉ ମିଟ୍ ହଉଛି ରେଡ୍ ରିଭଲ୍ୟୁସନ। ନେକ୍ସଟ କ୍ୱେଶ୍ଚନ ଦେଖିବା, ଗୋଲ୍ଡେନ ରିଭଲ୍ୟୁସନ ଇଜ ରିଲେଟେଡ ଟୁ। এই ଗୋଲ୍ଡେନ ଟା କାହା ସହିତ ରିଲେଟ କରୁଛି ବୋଲି ପଚାରୁଛି। କାହା ସହିତ? ଅପସନ ଅଛି କଣ, ନା ଜୁଟ, ହର୍ଟିକଲଚର, କଟନ ନା ଫିଶ। କାହା ସହିତ? এই ଗୋଲ୍ଡେନ ରିଭଲ୍ୟୁସନ ଟା କାହା ସହିତ, ନା ଏଇ ହର୍ଟିକଲଚର ସହିତ ରିଲେଟ କରୁଛି। କାହା ସହିତ? ହର୍ଟିକଲଚର ଯୋଉ ଫ୍ରୁଟ ଆଉ ଭେଜିଟେବଲ ଚାଷକୁ କଣ କୁହନ୍ତି, ନା ହର୍ଟିକଲଚର କୁହନ୍ତି। ତା ସହିତ ହିଁ ଗୋଲ୍ଡେନ ରିଭଲ୍ୟୁସନ ଟା ରିଲେଟ କରୁଛି। ଆଉ ଯଦି ପଚାରିବ ଆଉ ଗୋଟେ କାହା ସହିତ, ନା ହନି ସହିତ ମଧ୍ୟ ଏଇ ଗୋଲ୍ଡେନ ରିଭଲ୍ୟୁସନ ଟା
ରିଲେଟ୍ କରୁଛି କାହା ସହିତ ହନି ସହିତ ବି ଥାଇପାରେ କୋଉଠି ହନି ସହିତ ବି ଗୋଲ୍ଡେନ ରିଭଲ୍ୟୁସନ ଟା ରିଲେଟ୍ କରୁଛି ଆଉ ହର୍ଟିକଲଚର ସହିତ ବି ରିଲେଟ୍ କରୁଛି। ଆଉ ଯଦି ଝୁଟ କୁ କଣ କୁହନ୍ତି ନା ଝୁଟକୁ କଣ କୁହନ୍ତି ନା ଗୋଲ୍ଡେନ ଫାଇबर ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା ସିଲଭର ରିଭଲ୍ୟୁସନ ଇଜ ରିଲେଟେଡ ଟୁ ଏ ସିଲଭର ଟା କାହା ସହିତ ରିଲେଟ୍ କରୁଛି ବୋଲି ପଚାରୁଛି। ଅପସନ ଅଛି ମିଲ୍କ, ଏଗ୍ସ ଆଣ୍ଡ ପୋଲ୍ଟ୍ରି, ଅଏଲ ନା ରାଇସ୍। କାହା ସହିତ ହବ ନା ସିଲଭର ପ୍ରଡକ୍ସନ ଟା ଇଗ୍ ବା ଏଗ୍ସ କିମ୍ବା ପୋଲ୍ଟ୍ରି ସହିତ ରିଲେଟ୍ କରୁଛି। କାହା ସହିତ ଏଗ୍ସ ଆଉ ପୋଲ୍ଟ୍ରି ସହିତ। ଆଉ ମିଲ୍କ ଟା କାହା ସହିତ ନା ମିଲ୍କ ଟା ହଉଛି କ୍ଷୀର ସହିତ ସରି ହ୍ୱାଇଟ ରିଭଲ୍ୟୁସନ ସହିତ ମିଲ୍କ ରିଭଲ୍ୟୁସନ ଟା ମିଲ୍କ ପ୍ରଡକ୍ସନ ରିଲେଟ୍ କରୁଛି। ତାପରେ ଅଏଲ ସିଡ୍ ହଉଛି ୟେଲୋ ରିଭଲ୍ୟୁସନ ଆଉ ରାଇସ୍ ଏଗ୍ରିକଲଚର ସହିତ କିଏ ନା ଗ୍ରୀନ ରିଭଲ୍ୟୁସନ ଆଉ ସିଲଭର ରିଭଲ୍ୟୁସନ ଟା କାହା ସହିତ ଏଗ ସହିତ। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା ଆମେ କଣ ନା ରେଡ୍ ରିଭଲ୍ୟୁସନ ଇଜ ରିଲେଟେଡ ଟୁ ରେଡ୍ ଟା କାହା ସହିତ ରିଲେଟ୍ କରୁଛି ବୋଲି ପଚାରୁଛି। ଅପସନ ଅଛି ଟମାଟୋ ବା ମିଟ୍, ମିଲ୍କ, ହ୍ୱିଟ୍ ନା ସୁଗର। ଏଠି ଉତ୍ତର କୋଉଟା ହବ ନା ଏଇ ଟମାଟୋ ଆଉ ମିଟ୍ ସହିତ ରେଡ୍ ରିଭଲ୍ୟୁସନ ଟା ରିଲେଟ୍ କରୁଛି। କାହା ସହିତ ଟମାଟୋ ଆଉ ମିଟ୍। ନେକ୍ସଟ କ୍ୱେଶ୍ଚନ ଦେଖିବା ବ୍ରାଉନ ରିଭଲ୍ୟୁସନ ଇଜ ରିଲେଟେଡ ଟୁ ଏ ବ୍ରାଉନ ଟା କାହା ସହିତ ରିଲେଟ୍ କରୁଛି ବୋଲି ପଚାରୁଛି। ମିଲ୍କ ପ୍ରଡକ୍ସନ, ଫିଶ ପ୍ରଡକ୍ସନ, ଲେଦର ଇଣ୍ଡଷ୍ଟ୍ରି ନା ଅଏଲ ସିଡ୍। କାହା ସହିତ ହବ ନା ଏଇ ଲେଦର ଇଣ୍ଡଷ୍ଟ୍ରି ସହିତ ବ୍ରାଉନ ରିଭଲ୍ୟୁସନ ଟା ରିଲେଟ୍ କରୁଛି। କାହା ସହିତ ଲେଦର ଇଣ୍ଡଷ୍ଟ୍ରି ସହିତ। ଆଉ ଯଦି ମିଲ୍କ ଟା ଦେଖିବା କାହା ସହିତ ନା ମିଲ୍କ ଟା ହ୍ୱାଇଟ ରିଭଲ୍ୟୁସନ, ଫିଶ ଟା ହଉଛି ବ୍ଲୁ ରିଭଲ୍ୟୁସନ ଆଉ ଅଏଲ ସିଡ୍ ଟା ହଉଛି ୟେଲୋ ରିଭଲ୍ୟୁସନ। ତ ଆଜି ଏଇ ଭିଡିଓରେ ଛୋଟ ଭିଡିଓଟେ ଥିଲା ଯେତିକି ସବୁ ରିଭଲ୍ୟୁସନ ଆଉ ତା ସହିତ ରିଲେଟେଡ ପ୍ରଡକ୍ସନ ଉପରେ। ତ ଆମେ ଏଠି କଣ ଡିସ୍କସନ କଲେ ନା ଫାର୍ଷ୍ଟ ଡିସ୍କସନ କଲେ କି ଏଗ୍ରିକଲଚର ସହିତ କିଏ ରିଲେଟ୍ କରୁଛି ନା ଗ୍ରୀନ ରିଭଲ୍ୟୁସନ ତାର ଫାଦର ହଉଛନ୍ତି ଗ୍ରୀନ ରିଭଲ୍ୟୁସନ ର ଫାଦର ହଉଛନ୍ତି MS ସ୍ୱାମୀନାଥନ। ହ୍ୱାଇଟ ରିଭଲ୍ୟୁସନ ର ଫାଦର ହଉଛନ୍ତି ବର୍ଗିସ କୁରିଏନ ଆଉ ସେଟା କାହା ସହିତ ନା ମିଲ୍କ ପ୍ରଡକ୍ସନ ସହିତ ରିଲେଟ୍ କରୁଛି। ତାପରେ ରହିଲା କଣ ନା ଅଏଲ ସିଡ୍ କା ହଉଛନ୍ତି ୟେଲୋ ରିଭଲ୍ୟୁସନ। ତାପରେ ଓନିଅନ ଦେଖିବା ପିଙ୍କ ରିଭଲ୍ୟୁସନ, ଫିସ୍ ହେଲେ ବ୍ଲୁ ରିଭଲ୍ୟୁସନ ଆଉ ରହିଲା ପେଟ୍ରୋଲିୟମ ଏ ସବୁ ହେଲେ ବ୍ଲାକ୍ ରିଭଲ୍ୟୁସନ। ତ ଏଇ ସବୁ ଆମେ ଡିସ୍କସନ କଲେ। ଆଉ ଭିଡିଓ ଯଦି ଭଲ ଲାଗିଛି ନିହାତି ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ, କେମିତି ହେଇଛି ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ କି ଆଉ କଣ ସବୁ ଆଡ୍ କରିବା ଆଉ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ କରିବେ। ଥ୍ୟାଙ୍କ ୟୁ। ଲାଇକ୍ ଆଣ୍ଡ ସବସ୍କ୍ରାଇବ।